ବିଜେଡି କର୍ମୀ ସମାବେଶରେ ତୁମୁଳ କାଣ୍ଡ, ବାଣ ଫୁଟାଇ ଚେୟାର ଭଙ୍ଗାରୁଜା ହୋଇଛି। ଭଞ୍ଜନଗର ଦମୁହାଣୀ ପଞ୍ଚାୟତରେ ଗତକାଲି ବିଜେଡି ପକ୍ଷରୁ କର୍ମୀ ସମାବେଶ ଓ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 500ରୁ ଅଧିକ କର୍ମୀ ଏଥିରେ ଯୋଗ ଦେଇଥିଲେ। ତେବେ ସମାବେଶ ଚାଲିଥିବା ବେଳେ ହଠାତ୍ କିଛି ଯୁବକ ପଶିଆସି ବାଣ ଫୁଟାଇଥିଲେ ଏବଂ ଚେୟାରକୁ ଭଙ୍ଗାରୁଜା କରିଥିଲେ। ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, 3 ଜିଲ୍ଲା ପରିଷଦ ସଭ୍ୟ, ବିଜେଡି ନେତା ରାଜକୁମାର ସାହୁ, ଜଗବନ୍ଧୁ ଜେନା, ଦିलीप ଦାସ, ମହେନ୍ଦ୍ର କେଶରୀ ଆରୁଖ, ଟୁଟୁ ପ୍ରଧାନ, ମିଟୁ ପ୍ରଧାନ, କ୍ରିଷ୍ଣା ସ୍ୱାଇଁ ପ୍ରମୁଖ ଯୋଗଦେଇ ଦଳୀୟ ସଂଗଠନ କିପରି ବୃଦ୍ଧି ପାଇବ ସେ ନେଇ କହିଥିଲେ। ସଭା ପ୍ରାୟ ସରି ଆସିଥିବା ବେଳେ କେତେଜଣ ଯୁବକ ଆସି ବାଣ ଫୁଟାଇଥିଲେ। ଏହାପରେ ରାସ୍ତା ଉପରେ କାହିଁକି ସଭା କରିଛ କହି ସେଠାରେ ହୋ ହଲ୍ଲା କରିଥିଲେ, ଯାହାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇବା ପରେ କିଛି ଯୁବକ କିଛି ଚେୟାରକୁ ବାଡ଼େଇ ଭାଙ୍ଗି ଦେଇଥିଲେ। ମଞ୍ଚରେ ଲାଗିଥିବା ବ୍ୟାନର ମଧ୍ୟ ଚିରି ଦେଇଥିଲେ ଓ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଗଣ୍ଡଗୋଳକାରୀଙ୍କୁ ବୁଝାସୁଝା କରିଥିଲେ। ତେବେ ସନ୍ଧ୍ୟାରେ ବିଜେଡି ପକ୍ଷରୁ ଏନେଇ ଗ୍ୟାଲେରୀ ଫାଣ୍ଡିରେ ଘଟଣା ସମ୍ପର୍କରେ ଅଭିଯୋଗ ହୋଇଛି। ପୋଲିସ ଏତଲା ରଖି ଘଟଣାର ତଦନ୍ତ ଚଳାଇଛି। ଘଟଣାକୁ ନେଇ ଦମୁହାଣୀ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ସମ୍ପୃକ୍ତ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି କିଭଳି ଫେରିଆସିବ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଗଞ୍ଜାମ ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ତେଜ ଓଡ଼ିଶା।